15 ଡିସେମ୍ବର 2025 ପ୍ରାତଃ ମୁରଲି ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେମାନେ ଏବେ ଆତ୍ମିକ ପିତାଙ୍କ ଦ୍ୱାରା ଆତ୍ମିକ ଡ୍ରିଲ୍ ଶିଖୁଛ। ଏହି ଡ୍ରିଲ୍ କରିବା ଦ୍ୱାରା ତୁମେ ମୁକ୍ତିଧାମ ଶାନ୍ତିଧାମକୁ ଚାଲିଯିବ। ତୁମେମାନେ ଏବେ ଆତ୍ମିକ ପିତାଙ୍କ ଦ୍ୱାରା ଆତ୍ମିକ ଡ୍ରିଲ୍ ଶିଖୁଛ। ଏହି ଡ୍ରିଲ୍ କରିବା ଦ୍ୱାରା ତୁମେ ମୁକ୍ତିଧାମ ଶାନ୍ତିଧାମକୁ ଚାଲିଯିବ। ପ୍ରଶ୍ନ: ବାବା ପିଲାମାନଙ୍କୁ ପୁରୁଷାର୍ଥ ତ କରାଇ ଚାଲିଛନ୍ତି, କିନ୍ତୁ ପିଲାମାନଙ୍କୁ କେଉଁ କଥାରେ ବହୁତ ଷ୍ଟ୍ରିକ୍ଟ ଅର୍ଥାତ୍ ନିୟମନିଷ୍ଠ ରହିବା ଦରକାର? ବାବା ପିଲାମାନଙ୍କୁ ପୁରୁଷାର୍ଥ ତ କରାଇ ଚାଲିଛନ୍ତି, କିନ୍ତୁ ପିଲାମାନଙ୍କୁ କେଉଁ କଥାରେ ବହୁତ ଷ୍ଟ୍ରିକ୍ଟ ଅର୍ଥାତ୍ ନିୟମନିଷ୍ଠ ରହିବା ଦରକାର? ଉତ୍ତର: ପୁରୁଣା ଦୁନିଆକୁ ନିଆଁ ଲାଗିବା ପୂର୍ବରୁ ପ୍ରସ୍ତୁତ ହୋଇ ରୁହନ୍ତୁ। ନିଜକୁ ଆତ୍ମା ମନେକରି ବାବାଙ୍କୁ ମନେ ପକାଇ ବାବାଙ୍କଠାରୁ ପୂରା ସମ୍ପତ୍ତି ନେବାରେ ବହୁତ ନିୟମନିଷ୍ଠ ରହିବାକୁ ହେବ। ଫେଲ୍ ହେବାର ନାହିଁ। ଯେପରି ସେହି ଛାତ୍ରମାନେ ଫେଲ୍ ହୋଇଗଲେ ପଶ୍ଚାତାପ କରିଥାନ୍ତି, ଭାବନ୍ତି ଯେ ଆମର ବର୍ଷଟିଏ ତୁଚ୍ଛାଟାରେ ଚାଲିଗଲା। ଆଉ କେହି କେହି ତ କହିଥାନ୍ତି, ନ ପଢ଼ିଲେ କ'ଣ ହୋଇଗଲା? କିନ୍ତୁ ପାଠ ପଢ଼ାରେ ତୁମକୁ ବହୁତ ଷ୍ଟ୍ରିକ୍ଟ ନିୟମନିଷ୍ଠ ରହିବାକୁ ହେବ। ଶିକ୍ଷକ ଏପରି ନ କୁହନ୍ତୁ ଯେ ଅତି ବିଳମ୍ବ ହୋଇଗଲା। ଓମ୍ ଶାନ୍ତି। ଆତ୍ମିକ ପିତା ଆତ୍ମିକ ସନ୍ତାନମାନଙ୍କୁ ଆତ୍ମିକ ପାଠଶାଳାରେ ନିର୍ଦ୍ଦେଶ ଦେଉଛନ୍ତି, ଅଥବା ଏପରି କହିବା ଯେ ପିଲାମାନଙ୍କୁ ଡ୍ରିଲ୍ ଶିଖାଉଛନ୍ତି। ଯେପରି ଶିକ୍ଷକ ନିର୍ଦ୍ଦେଶ ଦେଇଥାନ୍ତି ବା ଡ୍ରିଲ୍ ଶିଖାଇଥାନ୍ତି ନା, ଏହି ଆତ୍ମିକ ପିତା ମଧ୍ୟ ପିଲାମାନଙ୍କୁ ସିଧାସଳଖ କହୁଛନ୍ତି। କ'ଣ କହୁଛନ୍ତି? ମନ୍ ମନା ଭବ। ଯେପରି ସେମାନେ କହିଥାନ୍ତି ଆଟେନ୍ସନ୍ ପ୍ଲିଜ୍, ସେହିପରି ବାବା କହୁଛନ୍ତି ମନ୍ ମନା ଭବ। ଏହା ଯେପରି ପ୍ରତ୍ୟେକ ନିଜ ଉପରେ ଦୟା କରୁଛନ୍ତି। ବାବା କହୁଛନ୍ତି, ପିଲାମାନେ କେବଳ ମୋତେ ମନେ ପକାଅ ଏବଂ ଅଶରୀରୀ ହୋଇଯାଅ। ଏହି ଆତ୍ମିକ ଅଭ୍ୟାସ ଆତ୍ମାମାନଙ୍କୁ ଆତ୍ମିକ ପିତା ହିଁ ଶିଖାଉଛନ୍ତି। ସେ ହେଉଛନ୍ତି ପରମ ଶିକ୍ଷକ। ତୁମେ ହେଲ ନାୟବ ଅର୍ଥାତ୍ ସହଯୋଗୀ ଶିକ୍ଷକ। ତୁମେ ମଧ୍ୟ ସମସ୍ତଙ୍କୁ କହୁଛ ଯେ ନିଜକୁ ଆତ୍ମା ଭାବ, ବାବାଙ୍କୁ ମନେ ପକାଅ, ଦେହୀ ଅଭିମାନୀ ହୁଅ। ଏହା ହିଁ ମନ୍ମନା ଭବର ଅର୍ଥ। ବାବା ପିଲାମାନଙ୍କର କଲ୍ୟାଣ ନିମନ୍ତେ ଡାଇରେକ୍ସନ୍ ନିର୍ଦ୍ଦେଶ ଦେଉଛନ୍ତି। ନିଜେ କାହାଠାରୁ ଶିଖି ନାହାନ୍ତି। ଅନ୍ୟ ସବୁ ଶିକ୍ଷକମାନେ ତ ନିଜେ ଶିଖିକରି ପୁଣି ଶିଖାଇଥାନ୍ତି। ଇଏ ତ କୌଣସି ସ୍କୁଲ ଆଦିରେ ପାଠ ପଢ଼ି ଶିଖି ନାହାନ୍ତି। ଇଏ କେବଳ ଶିଖାଉଛନ୍ତି। କହୁଛନ୍ତି, ମୁଁ ତୁମ ଆତ୍ମାମାନଙ୍କୁ ରୁହାନୀ ଡ୍ରିଲ୍ ଶିଖାଉଛି। ସେମାନେ ସମସ୍ତେ ଶାରୀରିକ ସନ୍ତାନମାନଙ୍କୁ ଶାରୀରିକ ଡ୍ରିଲ୍ ଶିଖାଇଥାନ୍ତି। ସେମାନଙ୍କୁ ଡ୍ରିଲ୍ ଆଦି ମଧ୍ୟ ଶରୀର ଦ୍ୱାରା ହିଁ କରିବାକୁ ପଡ଼ିଥାଏ। ଏଥିରେ ତ ଶରୀରର କୌଣସି କଥା ହିଁ ନାହିଁ। ବାବା କହୁଛନ୍ତି, ମୋର କୌଣସି ଶରୀର ନାହିଁ। ମୁଁ ତ ଡ୍ରିଲ୍ ଶିଖାଉଛି, ନିର୍ଦ୍ଦେଶ ଦେଉଛି। ତାଙ୍କ ଭିତରେ ଡ୍ରିଲ୍ ଶିଖାଇବାର ପାର୍ଟ ଡ୍ରାମା ପ୍ଲାନ୍ ଅନୁସାରେ ଭରି ରହିଛି। ସେବାର ପାର୍ଟ ଭରି ରହିଛି। ଡ୍ରିଲ୍ ଶିଖାଇବାକୁ ହିଁ ଆସୁଛନ୍ତି। ତୁମକୁ ତମ ପ୍ରଧାନରୁ ସତ୍ତ୍ୱ ପ୍ରଧାନ ହେବାକୁ ପଡ଼ିବ। ଏହା ତ ବହୁତ ସହଜ କଥା। ସିଡ଼ିର ଚିତ୍ର ତୁମ ବୁଦ୍ଧିରେ ରହିଛି ଯେ କିପରି ଆମେ 84 ଜନ୍ମର ଚକ୍ର ଲଗାଇ ତଳକୁ ଓହ୍ଲାଇଛୁ। ଏବେ ବାବା କହୁଛନ୍ତି, ତୁମକୁ ଘରକୁ ଯିବାକୁ ହେବ। ଏହିପରି କେହି ନିଜର ଶିଷ୍ୟ ଅଥବା ବିଦ୍ୟାର୍ଥୀଙ୍କୁ କହିବେ ନାହିଁ ଯେ ରୁହାନୀ ସନ୍ତାନମାନେ ଏବେ ଘରକୁ ଯିବାକୁ ହେବ। ରୁହାନୀ ବାବାଙ୍କ ବିନା କେହି ହେଲେ ବୁଝାଇ ପାରିବେ ନାହିଁ। ପିଲାମାନେ ଜାଣିଛନ୍ତି ଯେ ଏବେ ଆମକୁ ଘରକୁ ଫେରି ଯିବାକୁ ହେବ। ଏହି ଦୁନିଆ ହିଁ ଏବେ ତମ ପ୍ରଧାନ ହୋଇଯାଇଛି। ଆମେ ସତ୍ତ୍ୱ ପ୍ରଧାନ ଦୁନିଆର ମାଲିକ ଥିଲୁ। ପୁଣି 84 ଜନ୍ମର ଚକ୍ର ଲଗାଇ
ତମ ପ୍ରଧାନ ଦୁନିଆର ମାଲିକ ହୋଇଛୁ। ଏଠାରେ ଦୁଃଖ ହିଁ ଦୁଃଖ ରହିଛି। ବାବାଙ୍କୁ ଦୁଃଖ ହର୍ତ୍ତା ସୁଖକର୍ତ୍ତା କୁହାଯାଉଛି। ଅର୍ଥାତ୍ ତମ ପ୍ରଧାନରୁ ସତ୍ୱ ପ୍ରଧାନ ଏକମାତ୍ର ବାବା ହିଁ କରିଥାନ୍ତି। ତୁମେମାନେ ଜାଣିଛ ଯେ ଆମେ ବହୁତ ସୁଖ ଦେଖିଛୁ। କିପରି ଆମେ ରାଜତ୍ୱ କରିଛୁ ତାହା ମନେ ନାହିଁ, କିନ୍ତୁ ଲକ୍ଷ୍ୟ ଉଦ୍ଦେଶ୍ୟ ତ ସମ୍ମୁଖରେ ରହିଛି। ସତ୍ୟଯୁଗ ହେଉଛି ଫୁଲର ବଗିଚା। ଏବେ ଆମେ କଣ୍ଟାରୁ ଫୁଲ ହେଉଛୁ। ତୁମେ ଏପରି କହିବ ନାହିଁ ଯେ କିପରି ନିଶ୍ଚୟ କରିବୁ। ଯଦି ସଂଶୟ ଆସିଲା ତେବେ ବିନଶ୍ୟନ୍ତି ଅର୍ଥାତ୍ ବିନାଶକୁ ପ୍ରାପ୍ତ ହେବ। ଯଦି ସ୍କୁଲରୁ ପାଦ ଉଠାଇବ ତେବେ ପାଠପଢ଼ା ବନ୍ଦ ହୋଇଯିବ। ପଦ ମଧ୍ୟ ବିନଶ୍ୟନ୍ତି ହୋଇଯିବ। ବହୁତ କ୍ଷତି ହୋଇଯିବ। ପ୍ରଜାରେ ମଧ୍ୟ କମ୍ ପଦ ହୋଇଯିବ। ମୂଳ କଥା ହେଉଛି ସତ୍ୱ ପ୍ରଧାନ ପୂଜ୍ୟ ଦେବୀ ଦେବତା ହେବା। ଏବେ ତ ଦେବତା ନୁହଁ ନା, ତୁମେ ବ୍ରାହ୍ମଣମାନେ ହିଁ ବୁଝୁଛ। ବ୍ରାହ୍ମଣ ହିଁ ଆସି ବାବାଙ୍କ ଠାରୁ ଏହି ଡ୍ରିଲ୍ ଶିଖୁଛନ୍ତି। ଭିତରେ ଖୁସି ମଧ୍ୟ ରହୁଛି। ଏହି ପାଠପଢ଼ା ଭଲ ଲାଗୁଛି ନା? ଭଗବାନୁବାଚ ଯଦିଓ ସେମାନେ ଶ୍ରୀକୃଷ୍ଣଙ୍କ ନାମ ଲେଖି ଦେଇଛନ୍ତି, କିନ୍ତୁ ତୁମେ ବୁଝୁଛ ଯେ ଶ୍ରୀକୃଷ୍ଣ ଏହି ଡ୍ରିଲ୍ ଅର୍ଥାତ୍ ଯୋଗ ଶିଖାଇ ନାହାନ୍ତି। ଏହାକୁ ତ ବାବା ଶିଖାଉଛନ୍ତି। କୃଷ୍ଣଙ୍କ ଆତ୍ମା ଯିଏକି ଭିନ୍ନ ଭିନ୍ନ ନାମ ରୂପ ଧାରଣ କରି ତମ ପ୍ରଧାନ ହୋଇଯାଇଛନ୍ତି, ତାଙ୍କୁ ମଧ୍ୟ ଶିଖାଉଛନ୍ତି। ନିଜେ ଶିଖୁନାହାନ୍ତି। ଆଉ ସମସ୍ତେ କାହାଠାରୁ ନା କାହାଠାରୁ ନିଶ୍ଚୟ ଶିଖିଥାନ୍ତି। ଇଏ ତ ହେଉଛନ୍ତି ଶିଖାଇଲା ବାଲା ରୁହାନୀ ବାବା। ତୁମକୁ ଶିଖାଉଛନ୍ତି, ତୁମେ ପୁଣି ଅନ୍ୟମାନଙ୍କୁ ଶିଖାଉଛ। ତୁମେ 84 ଜନ୍ମ ନେଇ ପତିତ ହୋଇଯାଇଛ। ଏବେ ପୁଣି ପବିତ୍ର ହେବାକୁ ପଡ଼ିବ। ସେଥିପାଇଁ ଆତ୍ମିକ ପିତାଙ୍କୁ ମନେ ପକାଅ। ଭକ୍ତି ମାର୍ଗରେ ତୁମେ ଗାୟନ କରିଆସିଛ, ହେ ପତିତ ପାବନ। ଏବେ ମଧ୍ୟ ତୁମେ କେଉଁଠାକୁ ବି ଯାଇ ଦେଖ ଯେ କିପରି ମୋତେ ଆହ୍ୱାନ କରୁଛନ୍ତି। ତୁମେ ରାଜ ଋଷି ଅଟ ନା? କେଉଁଠାକୁ ବି ତୁମେ ଯାଇପାରିବ। ତୁମର କୌଣସି ବନ୍ଧନ ନାହିଁ। ତୁମମାନଙ୍କର ଏହି ନିଶ୍ଚୟ ରହିଛି ଯେ ବେହଦର ବାବା ସେବା କରିବା ପାଇଁ ଆସିଛନ୍ତି। ବାବା ପିଲାମାନଙ୍କ ଠାରୁ ପାଠ ପଢ଼ାର ପ୍ରତିଦାନ କିପରି ନେବେ? ଛାତ୍ର ଯଦି ଶିକ୍ଷକଙ୍କର ସନ୍ତାନ ହୋଇଥାଏ ତେବେ ସେ ତ ମାଗଣାରେ ପଢ଼ାଇବେ ନା। ଇଏ ମଧ୍ୟ ମାଗଣାରେ ପଢ଼ାଉଛନ୍ତି। ଏପରି ଭାବ ନାହିଁ ଯେ ଆମେ କିଛି ଦେଉଛୁ। ଏହା ଫିସ୍ ନୁହେଁ। ତୁମେ କିଛି ବି ଦେଉନାହଁ, କିନ୍ତୁ ଦେବା ପରିବର୍ତ୍ତେ ବହୁତ କିଛି ନେଉଛ। ମନୁଷ୍ୟ ଦାନ ପୁଣ୍ୟ କରୁଛନ୍ତି, ଭାବୁଛନ୍ତି ଆମକୁ ପ୍ରତି ଦାନ ପର ଜନ୍ମରେ ମିଳିବ। ତାହା ମଧ୍ୟ ଅଳ୍ପ କାଳ ପାଇଁ କ୍ଷଣଭଙ୍ଗୁର ସୁଖ ମିଳିଥାଏ। ଯଦିଓ ପର ଜନ୍ମରେ ମିଳୁଛି, କିନ୍ତୁ ତାହା ପତନ ହେଉଥିବା ଜନ୍ମରେ ମିଳୁଛି। ସିଢ଼ି ଓହ୍ଲାଇ ଚାଲିଛ ନା? ଏବେ ତୁମେ ଯାହା କରୁଛ ତାହା ହେଲା ଉନ୍ନତି କଳାକୁ ଯିବା ପାଇଁ। କର୍ମର ଫଳ କହୁଛନ୍ତି ନା? ଆତ୍ମାକୁ କର୍ମର ଫଳ ମିଳିଥାଏ। ଏହି ଲକ୍ଷ୍ମୀ ନାରାୟଣଙ୍କୁ ମଧ୍ୟ କର୍ମର ହିଁ ଫଳ ମିଳିଲା ନା? ବେହଦର ବାବାଙ୍କ ଠାରୁ ବେହଦର ଫଳ ମିଳୁଛି। ତାହା ଇନଡାଇରେକ୍ଟ ମିଳୁଛି। ଏସବୁ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଏହା ମଧ୍ୟ ପୂର୍ବ ପ୍ରସ୍ତୁତ ଡ୍ରାମା ଅଟେ। ତୁମେ ଜାଣିଛ ଆମେ କଳ୍ପ ପରେ ଆସି ବାବାଙ୍କ ଠାରୁ ବେହଦର ସମ୍ପତ୍ତି ନେବୁ। ବାବା ଆମ ପାଇଁ ଏହି ସ୍କୁଲ ତିଆରି କରିଛନ୍ତି। ତୁମେମାନେ ତ ଭିନ୍ନ ଭିନ୍ନ ପ୍ରକାରର ପାଠ ଅଧା କଳ୍ପ ପଢ଼ି ଆସିଲ। ଏବେ ବାବା 21 ଜନ୍ମ ପାଇଁ ସବୁ ଦୁଃଖ ଦୂର କରିବା ପାଇଁ ପାଠ ପଢ଼ାଉଛନ୍ତି। ସେଠାରେ ତ ରାଜତ୍ୱ ରହିଛି। ସେଠାରେ ତୁମେମାନେ କ୍ରମାନ୍ୱୟରେ ହିଁ ଆସିବ। ଯେପରି ଏଠାରେ ମଧ୍ୟ ରାଜାରାଣୀ, ମନ୍ତ୍ରୀ, ପ୍ରଜା ଆଦି ସମସ୍ତେ କ୍ରମ ଅନୁସାରେ ରହିଛନ୍ତି। ଏସବୁ ଅଛନ୍ତି ପୁରୁଣା ଦୁନିଆରେ। ନୂଆ ଦୁନିଆରେ ତ ବହୁତ କମ୍ ରହିବେ। ସେଠାରେ ବହୁତ ସୁଖ ରହିବ। ତୁମେ ବିଶ୍ୱର ମାଲିକ ହେଉଛ। ରାଜା ମହାରାଜାମାନେ ଏଠାରେ ରାଜ୍ୟ କରି ଯାଇଛନ୍ତି। ସେମାନେ କେତେ ଖୁସି ପାଳନ କରିଛନ୍ତି। କିନ୍ତୁ ବାବା କହୁଛନ୍ତି ସେମାନଙ୍କୁ ତ ତଳକୁ ଖସିବାକୁ ହିଁ ହେବ। ସମସ୍ତେ ତ ତଳକୁ ଆସିବେ ନା।
ଦେବତାମାନଙ୍କର ମଧ୍ୟ ଧୀରେ ଧୀରେ କଳା କମ୍ ହେଉଛି, କିନ୍ତୁ ସେଠାରେ ରାବଣ ରାଜ୍ୟ ହିଁ ନାହିଁ। ସେଥିପାଇଁ ସୁଖ ହିଁ ସୁଖ ରହୁଛି। ଏଠାରେ ରାବଣ ରାଜ୍ୟ ରହିଛି। ତୁମେ ଯେପରି ଚଢ଼ୁଛ ସେହିପରି ତଳକୁ ମଧ୍ୟ ଖସୁଛ। ଆତ୍ମାମାନେ ମଧ୍ୟ ନାମ ରୂପ ଧାରଣ କରି କରି ତଳକୁ ଖସି ଆସିଛନ୍ତି। ଡ୍ରାମାର ପ୍ଲାନ୍ ଅନୁସାରେ କଳ୍ପ ପୂର୍ବ ସଦୃଶ ତଳକୁ ଖସି ତମ ପ୍ରଧାନ ହୋଇଯାଇଛନ୍ତି। କାମ ଚିତାରେ ଜଳିବା ଦ୍ୱାରା ହିଁ ଦୁଃଖ ଆରମ୍ଭ ହୋଇଥାଏ। ଏବେ ଅତି ଦୁଃଖର ସମୟ ଚାଲିଛି, ସେଠାରେ ପୁଣି ଅତି ସୁଖ ହେବ। ତୁମେ ହେଲ ରାଜ ଋଷି, ସେମାନଙ୍କର ହେଉଛି ହଠ ଯୋଗ। ତୁମେ କାହାକୁ ହେଲେ ପଚାର, ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତକୁ ଜାଣିଛ? ତେବେ ନାହିଁ କହିବେ। ପଚାରିବେ ମଧ୍ୟ ସେହିମାନେ ଯେଉଁମାନେ ଜାଣିଥିବେ। ନିଜେ ନ ଜାଣିଥିଲେ କିପରି ପଚାରି ପାରିବେ? ତୁମେ ଜାଣିଛ ଯେ ଋଷି ମୁନି ଆଦି କେହି ମଧ୍ୟ ତ୍ରିକାଳଦର୍ଶୀ ନଥିଲେ। ବାବା ଆମକୁ ତ୍ରିକାଳଦର୍ଶୀ କରାଉଛନ୍ତି। ଏହି ବ୍ରହ୍ମା ବାବା ଯିଏକି ବିଶ୍ୱର ମାଲିକ ଥିଲେ, ୟାଙ୍କର ମଧ୍ୟ ଏହି ଜ୍ଞାନ ନଥିଲା। ଏହି ଜନ୍ମରେ ମଧ୍ୟ 60 ବର୍ଷ ପର୍ଯ୍ୟନ୍ତ ଜ୍ଞାନ ନଥିଲା। ବାବା ଆସିବା ଦିନଠାରୁ ଧୀରେ ଧୀରେ ଏହି ସବୁ କଥା ଶୁଣାଉଛନ୍ତି। ନିଶ୍ଚୟ ବୁଦ୍ଧି ହୋଇଗଲେ ମଧ୍ୟ ମାୟା ବହୁତଙ୍କୁ ତଳକୁ ଖସାଇ ଚାଲିଛି। କାହାର ନାମ ଶୁଣାଇ ପାରିବି ନାହିଁ, ନଚେତ ନିରାଶ ହୋଇଯିବେ। ସମାଚାର ତ ଆସୁଛି ନା, ଖରାପ ସଙ୍ଗ ଲାଗିଗଲା, ନୂଆ ବିବାହିତଙ୍କ ସାଙ୍ଗରେ ସାଙ୍ଗ ହେଲେ, ବୁଦ୍ଧି ଚଲାୟମାନ ହୋଇଗଲା। କହିବେ ଆମେ ବିବାହ କରିବା ବିନା ରହିପାରିବୁ ନାହିଁ। ଭଲ ଭଲ ମହାରଥୀ ଯିଏକି ପ୍ରତ୍ୟହ ଆସୁଛନ୍ତି, ଏଠାକୁ ମଧ୍ୟ କେତେଥର ଆସି ଯାଇଛନ୍ତି, ତାଙ୍କୁ ମଧ୍ୟ ମାୟା ରୂପୀ କୁମ୍ଭୀର ଧରୁଛି। ଏହିପରି ବହୁତ କେସ୍ ହେଉଛି। ଏବେ ବିବାହ କରିନାହାନ୍ତି, କିନ୍ତୁ ମାୟା ମୁହଁରେ ପୁରାଇ ଗିଳୁଛି। ସ୍ତ୍ରୀ ରୂପୀ ମାୟା ଟାଣୁଛି। କୁମ୍ଭୀର ମୁହଁରେ ଆସି ପଡ଼ିଛନ୍ତି, ପୁଣି ଧୀରେ ଧୀରେ ଗିଳିଦେବ। କେହି କେହି ଭୁଲ କରୁଛନ୍ତି ବା ଦେଖିବା ଦ୍ୱାରା ବୁଦ୍ଧି ଚଞ୍ଚଳ ହେଉଛି। ଜାଣୁଛନ୍ତି ଯେ ମୁଁ ଉପରୁ ଏକଦମ ତଳକୁ ଗାତ ଭିତରେ ପଡ଼ିଯିବି। କୁହାଯିବ ପିଲାଟା ବହୁତ ଭଲ ଥିଲା, ଏବେ ବିଚରା ଗଲା, ନିର୍ବନ୍ଧ ହେଲା ଅର୍ଥାତ୍ ମଲା। ବାବା ତ ପିଲାମାନଙ୍କୁ ସର୍ବଦା ଚିଠି ଲେଖୁଛନ୍ତି, ବଞ୍ଚି ରୁହ। କିଏ ଜାଣେ ମାୟାର ଆକ୍ରମଣ ଜୋରରେ ନ ଆସିବ ବୋଲି। ଶାସ୍ତ୍ରରେ ମଧ୍ୟ ଏହି କଥା କିଛି ଅଛି ନା? ବର୍ତ୍ତମାନର ଏହି କଥାର ପରେ ଗାୟନ କରାଯିବ। ତେବେ ତୁମେ ପୁରୁଷାର୍ଥ କରାଉଛ। ଏପରି ନ ହେଉ ଯେ ମାୟା ରୂପୀ କୁମ୍ଭୀର ଗିଳି ଦେଉ। ଭିନ୍ନ ଭିନ୍ନ ପ୍ରକାରରେ ମାୟା ଧରୁଛି। ମୂଳ ହେଉଛି କାମ ବିକାର ମହାଶତ୍ରୁ। ଏହାଠାରୁ ବହୁତ ସମ୍ଭାଳି ରହିବାକୁ ହେବ। ପତିତ ଦୁନିଆ ପୁଣି ପବିତ୍ର ଦୁନିଆ କିପରି ହେଉଛି ତୁମେ ଦେଖୁଛ। ଏଥିରେ ଦ୍ୱନ୍ଦ୍ୱର କଥା ହିଁ ନାହିଁ। କେବଳ ନିଜକୁ ଆତ୍ମା ବୋଲି ଭାବି ବାବାଙ୍କୁ ମନେ ପକାଇବା ଦ୍ୱାରା ସବୁ ଦୁଃଖ ଦୂର ହୋଇଯିବ। ବାବା ହିଁ ହେଉଛନ୍ତି ପତିତ ପାବନ। ଏହା ହେଉଛି ଯୋଗ ବଳ। ଭାରତର ପ୍ରାଚୀନ ରାଜଯୋଗ ବହୁତ ପ୍ରସିଦ୍ଧ ଅଟେ। ଜାଣିଛନ୍ତି ଯେ ଖ୍ରୀଷ୍ଟଙ୍କର 3000 ବର୍ଷ ପୂର୍ବରୁ ପାରାଡାଇଜ୍ ସ୍ୱର୍ଗ ଥିଲା। ତେବେ ନିଶ୍ଚୟ ଅନ୍ୟ କୌଣସି ଧର୍ମ ନଥିବ। କେତେ ସହଜ କଥା, କିନ୍ତୁ କିଛି ବି ବୁଝୁନାହାନ୍ତି। ଏବେ ତୁମେ ବୁଝୁଛ ଯେ ସେହି ରାଜ୍ୟ ପୁନର୍ବାର ସ୍ଥାପନ କରିବା ପାଇଁ ବାବା ଆସିଛନ୍ତି। 5000 ବର୍ଷ ପୂର୍ବରୁ ମଧ୍ୟ ଶିବ ବାବା ଆସିଥିଲେ। ନିଶ୍ଚୟ ଏହି ଜ୍ଞାନ ଦେଇଥିବେ, ଯେପରି ଏବେ ଦେଉଛନ୍ତି। ବାବା ନିଜେ କହୁଛନ୍ତି, ମୁଁ କଳ୍ପ କଳ୍ପ ସଙ୍ଗମରେ ସାଧାରଣ ଶରୀରରେ ଆସି ରାଜଯୋଗ ଶିଖାଉଛି। ତୁମେ ହେଲ ରାଜ ଋଷି, ପୂର୍ବରୁ ନଥିଲ। ବାବା ଆସିବା ପରଠାରୁ ବାବାଙ୍କ ପାଖରେ ରହିଛ। ପଢ଼ିବା ସହିତ ସେବା ମଧ୍ୟ କରୁଛ। ସ୍ଥୂଳ ଏବଂ ସୂକ୍ଷ୍ମ ସେବା। ଭକ୍ତି ମାର୍ଗରେ ମଧ୍ୟ ସେବା କରିବା ସହିତ ଘର ଦ୍ୱାର ମଧ୍ୟ ସମ୍ଭାଳିଥାନ୍ତି। ବାବା କହୁଛନ୍ତି ଏବେ ଭକ୍ତି ପୁରା ହେଲା, ଜ୍ଞାନ ଆରମ୍ଭ ହେଉଛି। ମୁଁ ଆସୁଛି ଜ୍ଞାନ ଦ୍ୱାରା ସଦ୍ଗତି ଦେବା ପାଇଁ। ତୁମ ବୁଦ୍ଧିରେ ଅଛି ଯେ ଆମକୁ ବାବା ପବିତ୍ର କରାଉଛନ୍ତି। ବାବା କହୁଛନ୍ତି ଡ୍ରାମା ଅନୁସାରେ ତୁମକୁ ରାସ୍ତା ବତାଇବାକୁ ଆସିଛି।
ଶିକ୍ଷକ ପଢ଼ାଉଛନ୍ତି, ଲକ୍ଷ୍ୟ ଉଦ୍ଦେଶ୍ୟ ସମ୍ମୁଖରେ ରହିଛି। ଏହା ହେଉଛି ସବୁଠାରୁ ଉଚ୍ଚ ପାଠପଢ଼ା। ଯେପରି କଳ୍ପ ପୂର୍ବରୁ ମଧ୍ୟ ବୁଝାଇଥିଲି ତାହା ହିଁ ବୁଝାଉଛି। ଡ୍ରାମା ଟିକ୍ ଟିକ୍ କରି ଅନବରତ ଚାଲୁଛି। ସେକେଣ୍ଡକୁ ସେକେଣ୍ଡ ଯାହା ବିତୁଛି ତାହାର ପୁଣି 5000 ବର୍ଷ ପରେ ପୁନରାବୃତ୍ତି ହେବ। ଦିନ ବିତି ଚାଲିଛି। ଏହି ଖିଆଲ ଆଉ କାହା ବୁଦ୍ଧିରେ ନାହିଁ। ସତ୍ୟଯୁଗ, ତ୍ରେତା, ଦ୍ୱାପର, କଳିଯୁଗ ବିତିଗଲା। ତାହାର ପୁଣି ପୁନରାବୃତ୍ତି ହେବ। ବିତିଲା ମଧ୍ୟ ତାହା ଯାହା କଳ୍ପ ପୂର୍ବେ ବିତିଥିଲା। ବାକି ଅଳ୍ପ ଦିନ ରହିଛି। ସେମାନେ ଲକ୍ଷ ଲକ୍ଷ ବର୍ଷ କହିଦେଉଛନ୍ତି। ତାଙ୍କ ତୁଳନାରେ ତୁମେ କହୁଛ ବାକି କିଛି ଘଣ୍ଟା ରହିଛି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ଯେତେବେଳେ ନିଆଁ ଲାଗିଯିବ ସେତେବେଳେ ଜାଗ୍ରତ ହେବେ, ପୁଣି ତ ଅତି ବିଳମ୍ବ ହୋଇଯିବ। ତେଣୁ ବାବା ପୁରୁଷାର୍ଥ କରାଇ ଚାଲିଛନ୍ତି, ପ୍ରସ୍ତୁତ ହୋଇ ବସ। ଶିକ୍ଷକଙ୍କୁ ଏପରି କହିବାକୁ ନ ପଡ଼ୁ ଯେ ଠୁ ଲେଟ୍। ଯେଉଁମାନେ ଫେଲ୍ ହେଉଛନ୍ତି ସେମାନଙ୍କୁ ବହୁତ ପଶ୍ଚାତାପ କରିବାକୁ ପଡ଼ୁଛି। ଭାବନ୍ତି ଯେ ଆମର ବର୍ଷଟିଏ ତୁଚ୍ଛାଟାରେ ଚାଲିଗଲା। କେହି ତ କହୁଛନ୍ତି ନ ପଢ଼ିଲେ କ'ଣ ହେଲା। କିନ୍ତୁ ପାଠ ପଢ଼ାରେ ତୁମକୁ ନିୟମନିଷ୍ଠ ରହିବାକୁ ପଡ଼ିବ। ଆମେ ତ ବାବାଙ୍କ ଠାରୁ ପୁରା ବର୍ଷା ନେବୁ। ତେଣୁ ନିଜକୁ ଆତ୍ମା ଭାବି ବାବାଙ୍କୁ ମନେ ପକାଇବାକୁ ହେବ। ଏଥିରେ କୌଣସି ଅସୁବିଧା ହେଲେ ବାବାଙ୍କୁ ପଚାରି ପାରିବ। ଏହା ହିଁ ମୁଖ୍ୟ କଥା। ବାବା ଆଜକୁ 5000 ବର୍ଷ ପୂର୍ବେ ମଧ୍ୟ କହିଥିଲେ, ମାମେ କମ୍ ୟାଦ କରୋ, ଅର୍ଥାତ୍ କେବଳ ମୋତେ ମନେ ପକାଅ। ମୁଁ ପତିତ ପାବନ ସମସ୍ତଙ୍କର ପିତା ଅଟେ। ଶ୍ରୀକୃଷ୍ଣ ତ ସମସ୍ତଙ୍କର ପିତା ନୁହନ୍ତି। ତୁମେ ଶିବଙ୍କର, ଶ୍ରୀକୃଷ୍ଣଙ୍କର ପୂଜାରୀମାନଙ୍କୁ ଏହି ଜ୍ଞାନ ଶୁଣାଇ ପାରିବ। ଆତ୍ମା ପୂଜ୍ୟ ନ ହୋଇଥିଲେ ତୁମେ ଯେତେ ମୁଣ୍ଡ ପିଟିଲେ ମଧ୍ୟ ବୁଝିବେ ନାହିଁ। ଏବେ ନାସ୍ତିକ ହେଉଛନ୍ତି, ବୋଧହୁଏ ଆଗକୁ ଗଲେ ଆସ୍ତିକ ହୋଇଯିବେ। ମନେକର ବିବାହ କରି ପତିତ ହେଉଛନ୍ତି, ପୁଣି ମଧ୍ୟ ଆସି ଜ୍ଞାନ ଧାରଣ କରିବେ। କିନ୍ତୁ ବର୍ଷା ବହୁତ କମ୍ ହୋଇଯିବ। କାହିଁକି ନା ବୁଦ୍ଧିରେ ଅନ୍ୟର ସ୍ମୃତି ମଧ୍ୟ ରହିଲା। ତାକୁ ବାହାର କରିବା ବହୁତ ମୁସ୍କିଲ ହୋଇଥାଏ। ପ୍ରଥମେ ସ୍ତ୍ରୀର ସ୍ମୃତି, ତାପରେ ପିଲାର ସ୍ମୃତି ଆସିବ। ପିଲାଠାରୁ ମଧ୍ୟ ସ୍ତ୍ରୀ ଅଧିକ ଆକର୍ଷଣ କରିଥାଏ। କାହିଁକି ନା ବହୁତ ସମୟର ସ୍ମୃତି ରହିଥାଏ ନା। ପିଲା ତ ପଛରେ ଜନ୍ମ ହୋଇଥାଏ। ପୁଣି ମିତ୍ର ସମ୍ବନ୍ଧୀ, ଶ୍ୱଶୁର ଘର ମଧ୍ୟ ମନେ ପଡ଼ିଥାଏ। ପ୍ରଥମେ ସ୍ତ୍ରୀ, ଯିଏକି ବହୁତ ସମୟ ସାଥିରେ ରହିଥାଏ, ଏହା ମଧ୍ୟ ସେହିପରି ଅଟେ। ତୁମେ କହୁଛ ଆମେ ଦେବତାମାନଙ୍କ ସହିତ ବହୁତ ସମୟ ଥିଲୁ। ଏପରି ତ କହୁଛ ଶିବ ବାବାଙ୍କ ସହିତ ବହୁତ ସମୟରୁ ସ୍ନେହ ରହିଛି, ଯିଏକି 5000 ବର୍ଷ ପୂର୍ବରୁ ମଧ୍ୟ ଆମକୁ ପବିତ୍ର କରାଇଥିଲେ। କଳ୍ପ କଳ୍ପ ଆସି ଆମକୁ ରକ୍ଷା କରୁଛନ୍ତି। ସେଥିପାଇଁ ତ ତାଙ୍କୁ ଦୁଃଖହର୍ତ୍ତା, ସୁଖକର୍ତ୍ତା କୁହାଯାଉଛି। ତୁମକୁ ବହୁତ ସ୍ୱଚ୍ଛ ହେବାକୁ ପଡ଼ିବ। ବାବା କହୁଛନ୍ତି ଏହି ଆଖି ଦ୍ୱାରା ଯାହା କିଛି ତୁମେ ଦେଖୁଛ ତାହା ସବୁ ତ ମାଟିରେ ମିଶିଯିବ। ଏବେ ତୁମେ ସଙ୍ଗମରେ ଅଛ, ପୁଣି ଅମର ଲୋକକୁ ଆସିବ। ଏବେ ଆମେ ପୁରୁଷୋତ୍ତମ ହେବା ପାଇଁ ପୁରୁଷାର୍ଥ କରୁଛୁ। ଏହା ହେଉଛି କଲ୍ୟାଣକାରୀ ପୁରୁଷୋତ୍ତମ ସଙ୍ଗମ ଯୁଗ। ଦୁନିଆରେ ଦେଖୁଛ ନା କ'ଣ କ'ଣ ସବୁ ହେଉଛି। ଏବେ ବାବା ଆସିଛନ୍ତି, ତେଣୁ ପୁରୁଣା ଦୁନିଆର ମଧ୍ୟ ବିନାଶ ହୋଇଯିବ। ଆଗକୁ ଗଲେ ବହୁତଙ୍କର ଖିଆଲରେ ଆସିବ। ନିଶ୍ଚୟ କେହି ଆସିଛନ୍ତି ଯିଏକି ଦୁନିଆକୁ ପରିବର୍ତ୍ତନ କରୁଛନ୍ତି। ଏହା ସେହି ମହାଭାରତ ଲଢ଼େଇ ଅଟେ। ତୁମେ ମଧ୍ୟ କେତେ ବୁଦ୍ଧିମାନ ହୋଇଛ। ଏହା ବହୁତ ମନ୍ଥନ କରିବାର କଥା। ନିଜର ଗୋଟିଏ ଗୋଟିଏ ମୁହୂର୍ତ୍ତକୁ ବ୍ୟର୍ଥରେ ହରାଅ ନାହିଁ। ତୁମେ ଜାଣିଛ ଯେ ଜ୍ଞାନ ଦ୍ୱାରା ପ୍ରତ୍ୟେକ ଶ୍ୱାସ ସଫଳ ହୋଇଥାଏ। ଆଚ୍ଛା, ମିଠା ମିଠା ଶିଖିଲ ଦେ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ବାପ ଦାଦାଙ୍କୁ ନମସ୍ତେ 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 ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାର। ପ୍ରଥମ ପଏଣ୍ଟ, ମାୟାଠାରୁ ରକ୍ଷା ପାଇବା ପାଇଁ ସଙ୍ଗ ଦୋଷରୁ ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ। ନିଜର ବୁଦ୍ଧିର ଲାଇନ୍ କ୍ଲିଅର ରଖିବାକୁ ହେବ। ପ୍ରତ୍ୟେକ ଶ୍ୱାସକୁ ବ୍ୟର୍ଥରେ ନ ହରାଇ ଜ୍ଞାନ ଦ୍ୱାରା ସଫଳ କରିବାକୁ ହେବ। ମାୟାଠାରୁ ରକ୍ଷା ପାଇବା ପାଇଁ ସଙ୍ଗ ଦୋଷରୁ
ନିଜକୁ ବହୁତ ବହୁତ ଦୂରେଇ ରଖିବାକୁ ହେବ। ନିଜର ବୁଦ୍ଧିର ଲାଇନ୍ କ୍ଲିଅର ରଖିବାକୁ ହେବ। ପ୍ରତ୍ୟେକ ଶ୍ୱାସକୁ ବ୍ୟର୍ଥରେ ନ ହରାଇ ଜ୍ଞାନ ଦ୍ୱାରା ସଫଳ କରିବାକୁ ହେବ। ଦ୍ୱିତୀୟ ପଏଣ୍ଟ, ଯେତିକି ସମୟ ମିଳୁଛି ଯୋଗ ବଳ ଜମା କରିବା ପାଇଁ ଆତ୍ମିକ ଡ୍ରିଲର ଅଭ୍ୟାସ କରିବାକୁ ହେବ। ଏବେ ଆଉ କୌଣସି ନୂଆ ବନ୍ଧନ ସୃଷ୍ଟି କରିବାର ନାହିଁ। ଯେତିକି ସମୟ ମିଳୁଛି ଯୋଗ ବଳ ଜମା କରିବା ପାଇଁ ଆତ୍ମିକ ଡ୍ରିଲର ଅଭ୍ୟାସ କରିବାକୁ ହେବ। ଏବେ ଆଉ କୌଣସି ନୂଆ ବନ୍ଧନ ସୃଷ୍ଟି କରିବାର ନାହିଁ। ବରଦାନ, ବାବାଙ୍କର ଛତ୍ର ଛାୟାର ଅନୁଭବ ଦ୍ୱାରା ବିଘ୍ନ ବିନାଶକର ଡିଗ୍ରୀ ପ୍ରାପ୍ତ କରୁଥିବା ଅନୁଭବୀ ମୂରତ ଭବ। ବାବାଙ୍କର ଛତ୍ର ଛାୟାର ଅନୁଭବ ଦ୍ୱାରା ବିଘ୍ନ ବିନାଶକର ଡିଗ୍ରୀ ପ୍ରାପ୍ତ କରୁଥିବା ଅନୁଭବୀ ମୂରତ ଭବ। ଯେଉଁଠି ବାବା ସାଥିରେ ଅଛନ୍ତି ସେଠାରେ କେହି କିଛି ବି କରିପାରିବ ନାହିଁ। ଏହିଭଳି ସଙ୍ଗର ଅନୁଭବ ହିଁ ଛତ୍ର ଛାୟା ହୋଇଯାଏ। ବାପ ଦାଦା ସଦା ସର୍ବଦା ପିଲାମାନଙ୍କର ରକ୍ଷା କରିଥାନ୍ତି। ତେବେ ପରୀକ୍ଷା ଗୁଡ଼ିକ ତ ତୁମକୁ ଅନୁଭବୀ କରିବା ପାଇଁ ହିଁ ଆସୁଛି। ସେଥିପାଇଁ ସର୍ବଦା ଏହି କଥା ଭାବିବା ଦରକାର ଯେ ଏହି ପରୀକ୍ଷା ଗୁଡ଼ିକ ମୋତେ ଉପର କ୍ଲାସ୍କୁ ନେଇଯିବା ପାଇଁ ଆସୁଛି। ଏହାଦ୍ୱାରା ସବୁଦିନ ପାଇଁ ବିଘ୍ନ ବିନାଶକ ହେବାର ଡିଗ୍ରୀ ଏବଂ ଅନୁଭବୀ ମୂରତ ହେବାର ବରଦାନ ମିଳୁଛି। ଯଦି ଏବେ କେହି ଟିକିଏ ପାଟିତୁଣ୍ଡ କରୁଛନ୍ତି ବା ବିଘ୍ନ ପକାଉଛନ୍ତି ତେବେ ସେ ମଧ୍ୟ ଧୀରେ ଧୀରେ ଥଣ୍ଡା ହୋଇଯିବେ। ସ୍ଲୋଗାନ, ଯେଉଁମାନେ ଆବଶ୍ୟକ ସମୟରେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ଗୋଟିଏର 100 ଗୁଣା ଫଳ ମିଳିଯାଏ। ଯେଉଁମାନେ ଆବଶ୍ୟକ ସମୟରେ ସହଯୋଗୀ ହୋଇଥାନ୍ତି ସେମାନଙ୍କୁ ଗୋଟିଏର 100 ଗୁଣା ଫଳ ମିଳିଯାଏ। ଅବ୍ୟକ୍ତ ଇଶାରା, ଏବେ ସମ୍ପନ୍ନ ବା କର୍ମାତୀତ ହେବାର ତୀବ୍ର ଇଚ୍ଛା ପ୍ରକଟ କର। ଯେପରି ଦେଖିବା, ଶୁଣିବା ଏବଂ ଶୁଣାଇବା ଏହିସବୁ ବିଶେଷ କର୍ମଗୁଡ଼ିକ ସହଜରେ ଅଭ୍ୟାସ ହୋଇଯାଇଛି। ସେହିପରି କର୍ମାତୀତ ହେବାର ସ୍ଥିତି ଅର୍ଥାତ୍ କର୍ମକୁ ଏକତ୍ରିତ କରିନେବା ବା ସଙ୍କୁଚିତ କରିନେବାର ଶକ୍ତି ଦ୍ୱାରା ଅକର୍ମୀ ଅର୍ଥାତ୍ କର୍ମାତୀତ ହୋଇଯାଅ। ଗୋଟିଏ ହେଲା କର୍ମର ଅଧୀନ ହେବାର ସ୍ଥିତି, ଆଉ ଗୋଟିଏ ହେଲା କର୍ମାତୀତ ଅର୍ଥାତ୍ କର୍ମ ଅଧିକାରୀର ସ୍ଥିତି। ତେବେ ଚେକ୍ କର ଯେ ମୋ ଭଳି କର୍ମେନ୍ଦ୍ରିୟ ଜିତ୍ ସ୍ୱରାଜ୍ୟ ଅଧିକାରୀ ରାଜାର ରାଜ୍ୟ କାରବାର ଠିକ୍ ଚାଲିଛି ତ? ଓମ୍ ଶାନ୍ତି। ପଥିକ ହେ ଶାନ୍ତି ପଥିକ, ଶାନ୍ତିର ଶକ୍ତି କି ଶାନ୍ତିର ଶକ୍ତି କି ସାଇତି ରଖ। ଶାନ୍ତି ପଥିକ ହେ ଶାନ୍ତି ପଥିକ, ଶାନ୍ତି ସାଗରର ତୁମେ ତ ଲହରୀ। ଶାନ୍ତି ସାଗରର ତୁମେ ତ ଲହରୀ। ଅଶାନ୍ତ ହୋଇଲେ ନଜର ସବୁରି। ଆଶା ଦୀପ ହୋଇ ଦାଉଧ କାଶହି ଦିଅ ହେ ସୁଖ। ଶାନ୍ତି ପଥିକ ହେ ଶାନ୍ତି ପଥିକ, ସଙ୍ଗମ ଯୁଗର ମହିମା ଅପାର। ସଙ୍ଗମ ଯୁଗର ମହିମା ଅପାର। ଏଇ ତ ସମୟ ଜମା କରିବାର। କଳ୍ପର ପ୍ରାରବ୍ଧ ହାନିଅ ବଲ୍ଲଭ। ପରଖି ଦେଖ ଶାନ୍ତି ପଥିକ ହେ ଶାନ୍ତି ପଥିକ। ପ୍ରକୃତିର ଖେଳ
आसी हेब काल प्रकृतिर खेल आसी हेब काल रोकी पारिबनी विज्ञानर बल जोगयुक्त होई सुरक्षित रही जितिबा शिख शांति पथिक हे शांति पथिक शांति आधार रे विश्व बदलिब शांति आधार रे विश्व बदलिब सबु समस्यार समाधान हेब आमे बाबांकर गला रत्नहार आमे बाबांकर गला रत्नहार रखिबा टेक शांति पथिक हे शांति पथिक शांतिर शक्ति की शांतिर शक्ति की साइती रख शांति पथिक हे शांति पथिक।